ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଗୋଟେ କାହାଣୀ, କଠିନ ମୂଲ୍ୟ। ସେଇ ଅନ୍ଧକାର ଝଡ଼ ରାତିରେ ବର୍ଷା ଓ ବଜ୍ରଧ୍ୱନିକୁ ତୁଚ୍ଛ କରି ରାଜା ବିକ୍ରମାର ପୁନର୍ବାର ବୃକ୍ଷାରୋହଣ କଲେ। ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟାବହ ମୋହଟିମାନ। ମଧ୍ୟେ ମଧ୍ୟେ ଶୁଭୁଥାଏ ଶ୍ୱାନସମ୍ପଦମାନଙ୍କର ରଡ଼ି, ତା ସହ ଅଶରୀରମାନଙ୍କ ଅଟ୍ଟହାସ୍ୟ। କିନ୍ତୁ ଅବିଚଳିତ ରାଜା ଶବଟିକୁ ଉତାରି ଆଣିଲେ। ତାପରେ ତାକୁ କାନ୍ଧରେ ପକାଇ ସୁନସାନ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, ତମେ ଯେଉଁ କଷ୍ଟ କରୁଛ ତାହା କ'ଣ କାହାରି ପାଇଁ ତ୍ୟାଗ ହିସାବରେ କରୁଛ? ତେବେ ଜାଣିଥାଅ, ଏ ପୃଥିବୀରେ କେହି କାହାରି ପାଇଁ କିଛି ତ୍ୟାଗ କରେ ନାହିଁ। ତମକୁ ଗୋଟେ ଦୃଷ୍ଟାନ୍ତ ଦଉଛି, ଶୁଣ। ଶୁଣିଲେ ଶ୍ରମଭାର ଲାଘବ ମନେ ହେବ। ବେତାଳ ଗପିଲା। ଶ୍ରୀପୁର ରାଜ୍ୟରେ ରାଜୁତି କରୁଥିଲେ ରାଜା ଗୁଣବର୍ଦ୍ଧନ। ଥରେ ତାଙ୍କର ଏକମାତ୍ର ପୁତ୍ର କୌଣସି ଅଜ୍ଞାତ ବ୍ୟାଧିରେ ପୀଡ଼ିତ ହେଲେ। ରାଜ୍ୟର ଯେତେ ବୈଦ୍ୟ ସମସ୍ତେ ଆସିଲେ, କିନ୍ତୁ କେହି ରାଜକୁମାରକୁ ଆରୋଗ୍ୟ କରିପାରିଲେ ନାହିଁ। ରାଜା ଗୁଣିଆ, ତାନ୍ତ୍ରିକ, ମନ୍ତ୍ରବିଦ୍ମାନଙ୍କୁ ବି ଡକାଇଲେ, ସେମାନେ ବି ଭଲ କରିପାରିଲେ ନାହିଁ। ରାଜା ଯେତେବେଳେ ଅତ୍ୟନ୍ତ ବିଚଳିତ, ସେତେବେଳେ ଜଣେ ସନ୍ନ୍ୟାସୀ ଆସି ଦରବାରରେ ପହଞ୍ଚିଲେ। ରାଜା ତାଙ୍କୁ କହିଲେ, ମହାଭାଗ, ଆପଣ ଯଦି ମୋ ପୁତ୍ରର ଜୀବନ ରକ୍ଷା କରିପାରିବେ, ତେବେ ଆପଣ ଯାହା କହିବେ ତାହା କରିବାକୁ ମୁଁ ପ୍ରସ୍ତୁତ। ସନ୍ନ୍ୟାସୀ କହିଲେ, ରାଜା, ରାଜକୁମାରଙ୍କ ଜୀବନ ତାଙ୍କର ଭାଗ୍ୟ ଉପରେ ନିର୍ଭର କରେ। ନିଶ୍ଚିତ ମୃତ୍ୟୁରୁ ତାଙ୍କୁ ବଞ୍ଚାଇବାର ଗୋଟେ ମାତ୍ର ଉପାୟ ହେଲା ଅନ୍ତତଃ ଜଣେ ଲୋକ ନିର୍ଦ୍ୱନ୍ଦ୍ୱରେ ନିଜ ପ୍ରାଣ ବିସର୍ଜନ ଦେଇ ତାଙ୍କୁ ବଞ୍ଚାଇବାକୁ ପ୍ରସ୍ତୁତ ଥିବ। ରାଜା କହିଲେ, ମହାଭାବ, ଆପଣ ଯେଉଁ ସର୍ତ୍ତ ରଖୁଛନ୍ତି ତାହା ପୂର୍ଣ୍ଣ କରିବାକୁ ବହୁତ ଲୋକ ପ୍ରସ୍ତୁତ ଥିବେ। ମୁଁ, ରାଣୀ, ମୋର ବିଶ୍ୱସ୍ତ ମନ୍ତ୍ରୀ ଆଉ ସେନାପତିଙ୍କୁ ଛାଡ଼ି ମଧ୍ୟ ରାଜ୍ୟରେ ଅନ୍ତତଃ ଆହୁରି 1000 ଲୋକ ନିର୍ଦ୍ୱନ୍ଦ୍ୱରେ ନିଜ ପ୍ରାଣ ଦେଇ ରାଜକୁମାରକୁ ବଞ୍ଚାଇବାକୁ ପ୍ରସ୍ତୁତ ଥିବେ। ସନ୍ନ୍ୟାସୀ ହସିଲେ ଆଉ କହିଲେ, ମହାରାଜ, ଅନ୍ୟମାନଙ୍କ କଥା ଛାଡ଼ି ଦିଅନ୍ତୁ। କେବଳ ଆପଣ, ରାଣୀ, ମନ୍ତ୍ରୀ ଓ ସେନାପତି ଆଜି ରାତିକ ଚିନ୍ତା କରି କାଲି ସକାଳେ ମୋତେ ନିଷ୍କପଟରେ ଯଦି କହିବେ ଯେ ଆପଣମାନେ ନିର୍ଦ୍ୱନ୍ଦ୍ୱରେ ପ୍ରସ୍ତୁତ, ତେବେ ରାଜକୁମାରକୁ ବଞ୍ଚାଇବାର ଦାୟିତ୍ୱ ମୁଁ ନେବି। ରାତିରେ ରାଜା ଏକାକୀ ଚିନ୍ତା କରିବାକୁ ବସିଲେ। ହଠାତ୍ ସେ ଭାବିଲେ, ଧର ମୁଁ ପ୍ରାଣ ଦେଲି ଆଉ ପୁଅ ବଞ୍ଚିଲା, ତାପରେ ତାଙ୍କ ବିନା ପୁଅର ଜୀବନ ନିରାପଦ ରହିବ କି? ରାଜ୍ୟରେ ଶତ୍ରୁଙ୍କର ଅଭାବ ନାହିଁ। ରାଜପୁତ୍ର ବର୍ତ୍ତମାନ ଶିଶୁ। ସେ ବଡ଼ ହୋଇ ରାଜ୍ୟଭାର ହାତକୁ ନେବା ଯାଏ ରାଜ୍ୟ ସମ୍ଭାଳିବ କିଏ? ପଡ଼ୋଶୀ ଶତ୍ରୁଙ୍କ ହାତରୁ ରାଜ୍ୟ ରକ୍ଷା କରିବ କିଏ? ରାଣୀ ନିଜ ଅନ୍ତଃପୁରରେ ତାଙ୍କ ପ୍ରିୟ ସଖୀଙ୍କୁ ପରାମର୍ଶ ପାଇଁ ଡାକି କହିଲେ, ମୁଁ ଅକ୍ଳେଶରେ ମୋ ପୁଅ ପାଇଁ ପ୍ରାଣ ଦେବି। କିନ୍ତୁ ସଖୀ କହିଲେ, ରାଣୀ, ତମେ ପ୍ରାଣ ଦେବା ପରେ ରାଜା ଆଉ ଗୋଟିଏ ବାହା ହେବେ। ବିମାତା ତମ ସୁକୁମାର ପୁଅକୁ କେତେ ହୀନସ୍ତା କରିବ ସେ କଥା କିଏ କହିପାରିବ? ବିମାତା ନିଜ ପୁଅକୁ ଯୁବରାଜ କରିବା ଉଦ୍ଦେଶ୍ୟରେ ତମ ପୁଅକୁ ମାରି ନ ଦେବ ବୋଲି କିଏ କହିବ? ମୋ ପରାମର୍ଶ ମାନ। ପୁଅ ପାଇଁ ପ୍ରାଣ ଉତ୍ସର୍ଗ କରିବା କଥା ଭୁଲିଯାଅ। ଦୀର୍ଘ ଜୀବନ ଯଦି ଏ ପ୍ରଥମ ପୁଅର ଭାଗ୍ୟରେ ନଥିବ, ତୁମେ ତ ଆହୁରି ଗୁଡ଼ାଏ ପୁଅକୁ ଜନ୍ମ ଦେଇପାରିବ। ମନ୍ତ୍ରୀ ନିଜ ଘରେ ଭାବୁଥିଲେ, ମୁଁ ରାଜାଙ୍କୁ ଶ୍ରଦ୍ଧା କରେ, ତାଙ୍କ ପାଇଁ ମୁଁ ପ୍ରାଣ ବି ଦେଇପାରେ। କିନ୍ତୁ ତାଙ୍କ ପୁଅ ପ୍ରତି ସେଭଳି ଦାୟିତ୍ୱ କାହୁଁ ଆସିଲା? ଜଣେ ଅଜ୍ଞାନ ବାଳୁତ ପାଇଁ ପ୍ରାଣ ଦେଇ ସାରା ରାଜ୍ୟକୁ ମୋ ବିଜ୍ଞ ମନ୍ତ୍ରଣାରୁ ବଞ୍ଚିତ କରିବା କ'ଣ ଠିକ୍? ସେନାପତି ଭାବିଲେ, ମୃତ୍ୟୁ ପ୍ରତି ମୋର ଭୟ ନାହିଁ। କେତେଥର ମୁଁ ଜୀବନ ପଣ କରି ଯୁଦ୍ଧ କରିଛି, କିନ୍ତୁ ଯୁଦ୍ଧକ୍ଷେତ୍ରରେ ବୀର ରୂପେ ମରିବା ମୋ ପକ୍ଷରେ ଶୋଭା ପାଏ ସିନା, ଏପରି ମୃତ୍ୟୁ ସେନାପତିର କାମ୍ୟ ହୋଇପାରେ ନା। ପରଦିନ ସନ୍ନ୍ୟାସୀ ଦରବାରକୁ ଆସିଲେ ଆଉ ପଚାରିଲେ, କିଏ ନିର୍ଦ୍ୱନ୍ଦ୍ୱରେ ପ୍ରାଣ ଦେବାକୁ ପ୍ରସ୍ତୁତ? ରାଜା, ରାଣୀ, ମନ୍ତ୍ରୀ ଆଉ ସେନାପତି ସବୁ ଚୁପ୍ ରହିଲେ। ସନ୍ନ୍ୟାସୀ ହସିଲେ ଆଉ ଧୀରେ ଧୀରେ ବାହାରି ଚାଲିଗଲେ। ବେତାଳ ଟିକେ ଚୁପ୍ ରହି ପଚାରିଲା, ରାଜା, ଏ ଘଟଣା କ'ଣ ପ୍ରମାଣ କରୁନାହିଁ ଯେ ତ୍ୟାଗର ଦର୍ଶନ ମିଥ୍ୟା ଏବଂ କେହି କାହାରି ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ନୁହେଁ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଦେବାର ଶକ୍ତି ଥାଇ ଯଦି ନୀରବ ରହିବ, ତେବେ ତୁମ ଶିର ହେବ ସ୍କନ୍ଧଚ୍ୟୁତ। ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ଉତ୍ତର ଦେଲେ, ତ୍ୟାଗର ଦର୍ଶନ ମିଥ୍ୟା ନୁହେଁ। ସନ୍ତାନ ପାଇଁ ଆଉ କେହି ନ ହଉ ପିତାମାତା ପ୍ରାଣ ଦେବାକୁ ପ୍ରସ୍ତୁତ। ଏହାର ବହୁତ ଦୃଷ୍ଟାନ୍ତ ରହିଛି। ସଚରାଚର ମଣିଷ ସ୍ୱାର୍ଥପର ଠିକ୍, କିନ୍ତୁ ତାହା ହିଁ ମଣିଷର ଏକମାତ୍ର ପରିଚୟ ନୁହେଁ। ପ୍ରେମ, ତ୍ୟାଗ, ମମତା ଏହିସବୁ ଗୁଣ ମଣିଷର ମହତ୍ତ୍ୱ ପ୍ରତିପାଦିତ କରେ। କଥା ହେଲା, ନିଜେ ଜୀବନରେ ଥିଲେ ଅନ୍ୟ ସହିତ ଯେଉଁ ପ୍ରୀତିର ସମ୍ବନ୍ଧ ତାହା ଜଣେ ଅନୁଭବ କରେ। ନିଜ ଜୀବନ ଚାଲିଗଲେ ସେ ସମ୍ପର୍କର ସତ୍ୟତା କେଉଁଠି? ଏଥିପାଇଁ ଅନ୍ୟ ପ୍ରତି ପ୍ରୀତି ଥିଲେ ମଧ୍ୟ ପ୍ରାଣ ଦେବାକୁ ଜଣେ ହଠାତ୍ ପ୍ରସ୍ତୁତ ହୋଇପାରେ ନାହିଁ। କିନ୍ତୁ ଏହା ମଧ୍ୟ ଶେଷ କଥା ନୁହେଁ। ଜଣେ ପ୍ରାଣ ଦେଇପାରେ, କିନ୍ତୁ ତାହା ଆବେଗ ଚାଳିତ ହୋଇ ସେ କରିପାରେ।
ସନ୍ନ୍ୟାସୀ ଯେତେବେଳେ ସେମାନଙ୍କୁ ସେ ବିଷୟରେ ଚିନ୍ତା କରିବାକୁ କହିଲେ, ସେତେବେଳେ ସେ ଆବେଗର ବ୍ୟାପାରକୁ ବିଚାର ବୁଦ୍ଧିର ସ୍ତରକୁ ଖସାଇ ଆଣିଲେ। ଫଳରେ ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ଦେଖାଦେଲା। ସନ୍ନ୍ୟାସୀ ଏକତ ଫିକର କରିନଥିଲେ ଅନ୍ତତଃ ରାଣୀ ସଖୀ ସହ ପରାମର୍ଶ କରିବାକୁ ଯାଇନଥାନ୍ତେ, ଆଉ ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇଯାଇଥାନ୍ତେ। ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷଡାଳରେ ଝୁଲି ପଡ଼ିଲା।